ପିଲାମାନେ ପଠାଣି ସାମନ୍ତ ପରୀକ୍ଷା ଆମର କେବେ ଅଛି? ଫେବୃଆରୀ ଟୁ ମାର୍ଚ୍ଚ ମାସରେ ଯାଏ। ତ ତାରି ଭିତରେ ପିଲାମାନେ ଆମେ ସବୁ କୋର୍ସ ସାରି ଦେଇଥିବା ତମ ମାନଙ୍କୁ ମୁଁ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ବି କରେଇଦେବି ତା ସହିତ କିଛିଟା ଏକ୍ସଟ୍ରା ସେଟ୍ ମଧ୍ୟ କମ୍ପ୍ଲିଟ୍ କରିଦେବି। ଠିକ ଅଛି। ଦେଖ ପିଲାମାନେ 2 ନମ୍ବର କଣ କ୍ୱେଶ୍ଚିନ୍ ଦେଇଛି ନା ୟାର ମୂଲ୍ୟ ନିର୍ଣ୍ଣୟ କରିବାକୁ ଅଛି। ଦେଖ କିଛି ନୁହଁ। ଦେଖ ତ ଯାହା ବି ତଳେ ଅଛି ନା ତାର ଅପୋଜିଟ ଟା ଆମେ କରିବା। ତ ଏଠି a ପ୍ଲସ b ଅଛି ତ a ମାଇନସ b ମଲ୍ଟିପ୍ଲାଏ ଆମେ ଜାଣିଛେ ଉପରେ ଯାହା ମଲ୍ଟିପ୍ଲାଏ କରିବା ତଳେ ସେଇଆ ମଲ୍ଟିପ୍ଲାଏ କରିବା। ତ ଉପରେ ମଲ୍ଟିପ୍ଲାଏ କଲେ କଣ ହବ √3 ମାଇନସ 1 ନା ନାଇଁ ତଳେ √3 ପ୍ଲସ 1 ଇଣ୍ଟୁ √3 ମାଇନସ 1 a ପ୍ଲସ b ଇଣ୍ଟୁ a ମାଇନସ b କେତେ a ସ୍କ୍ୱାର ମାଇନସ b ସ୍କ୍ୱାର। ତ a ସ୍କ୍ୱାର ମାଇନସ b ସ୍କ୍ୱାର ମାନେ √3 ର ସ୍କ୍ୱାର କେତେ 3 ହେଲାଣ 1 ର ସ୍କ୍ୱାର ଅଛି 1। ସେଇଭଳି ଭାବେ ସବୁ ଗୁଡିକ କେମିତି ହବ ନା √5 ମାଇନସ √3 ବାଇ ତଳେ ହବ କେତେ 5 ମାଇନସ 3 ପ୍ଲସ ଡଟ 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 ଏମିତି କଣ ହବ ଉପରେ ସେମିତି √361 ମାଇନସ √359 ତଳେ କଣ ରହିବ ନା 361 ମାଇନସ 359। ତେଣୁ ଦେଖ ତଳ ଗୁରା ସବୁ ଗୁରା କଣ ଆସୁଛି 2 ଆସୁଛି 3 ଫେଡାଣ 1 2 5 ଫେଡାଣ 3 2 ତ ସବୁଥିର ଯଦି ହର ସମାନ ରହିଲା ଆମକୁ ଆଉ ଲସାଗୁ ନବା ଦରକାର ନାହିଁ କେବଳ କଣ 2 ଲେଖିଦେଲେ ବାସ୍ ଉପର ଗୁରା ସବୁ ମିଶିଯିବ ହଁ ନା ନାଇଁ। ତ √3 ମାଇନସ 1 ପ୍ଲସ √5 ମାଇନସ √3 ସେଇଭଳି ଭାବେ ଆଗକୁ କଣ ହବ ପ୍ଲସ √7 ମାଇନସ √5 ଏମିତି ଚାଲିବ ନା ନାଇଁ ଡଟ 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 ଆଚ୍ଛା ଏଇ ଯୋଉ ଲାଷ୍ଟ ଟା ଥିବ ସେ କେମିତି ଥିବ ନା ମାଇନସ √361 ପଛରେ ଥିବ ତା ପୂର୍ବରୁ କଣ ଥିବ ଆଁ କେତେ ସରି ଏଠି କଣ ଥିବ ନା 357 ମାଇନସ √359 ଏଟା ଥିବ କି ନାଇଁ ତାପରେ ଯାଇକି ଆସିଥିବ ଆମର କଣ ପ୍ଲସ 361 ମାଇନସ √359। ପିଲାମାନେ ଦେଖ ସେଇଭଳି ଭାବେ ଏଠି କଣ ନା √3 ଆଉ ମାଇନସ √3 କ୍ୟାନସେଲ ହେଇଯିବ √5 ମାଇନସ √5 କ୍ୟାନସେଲ ଏମିତି √7 ମାଇନସ √7 ଥିବ ଏଇଭଳି ଭାବେ କଟି 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 ଇଏ ମଧ୍ୟ କଟିଯିବ ହଁ ନା ନାଇଁ ଦେଖ √359 √359 କଟିଗଲା କିନ୍ତୁ 61 ପାଇଁ ତ ଆଉ ନାହିଁ ନା ଆଗକୁ ଆଉ ପ୍ରୋସେସ ନାହିଁ ତ ଇଏ ରହିଗଲା ଆଉ ଏପଟେ କିଏ ରହିଗଲା -1 ରହିଗଲା ଠିକ ଅଛି। ତ ଦେଖ √361 -1/2 ଏତିକି ଆମର ରହିଲା ନା ନାଇଁ ନା ଆଉ କିଛି ବାକି ରହିଲା ଆଉ କିଛି ରହିଲାନି ତ ଦେଖ 361 ର √ଓଭର କେତେ ପିଲାମାନେ 19 ନା ନାଇଁ ଫେଡାଣ 1/2 ଇକ୍ୱାଲ ଟୁ କେତେ ହେଲା ନା 18/2 ଦ୍ୟାଟ ଇଜ ଇକ୍ୱାଲ ଟୁ 9 ଇଏ ତମର ଆନ୍ସର ହେଲା। ପିଲାମାନେ ଦେଖ ୟାର ମୂଲ୍ୟ କରିବ ତ ଦେଖ ଇଏ ପିଲାମାନେ କଣ ନା ଏଇ ଗୋଟେ ଗୋଟେ ଗଣନ ସଂଖ୍ୟା 1 2 3 4 ଏର ଗୋଟେ ସୂତ୍ର ଅଛି ମନେ ରଖିବ ସବୁବେଳେ 1 ର କ୍ୟୁବ ମିଶାଣ 2 ର କ୍ୟୁବ ମିଶାଣ ଡଟ 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 ଯଦି n ପର୍ଯ୍ୟନ୍ତ ସଂଖ୍ୟାର କ୍ୟୁବ ଦେଇଥିବ ତାର ଫର୍ମୁଲା କଣ ଆସିବ ନା n ଇଣ୍ଟୁ n ପ୍ଲସ 1/2 ର ହୋଲ ସ୍କ୍ୱାର ହେଲା। ତ ଦେଖ ଏଠି ଆମର କେତେ ଅଛି n କେତେ ଅଛି n ଅଛି ଆମର 41 41 ପରେ 41 ପ୍ଲସ 1 କେତେ ଆସିବ 42 ତ 42 ବାଇ କେତେ ଆସିଲା 2 ୟାର ହୋଲ ସ୍କ୍ୱାର ଠିକ ଅଛି। ତ ଏଠି ଆମେ କ୍ୟାନସେଲ କରିଦବା କ୍ୟାନସେଲ କରିଦେଲେ କଣ ହେଇଗଲା ନା 41 ଇଣ୍ଟୁ ଏଠି ଆସିଲା 21 ହେଲା ୟାର ହୋଲ ସ୍କ୍ୱାର ଠିକ ଅଛି। ତ ये मल्टीप्लाई कर दिया 21 जा 21 1 ହେଲା 2 देन 21 4 जा 84 प्लस 2 86 तो ये रहला एतिकी ର ହୋल स्क्वायर तो एतिकी ର ହୋल स्क्वायर तमरो केते हबो मल्टीप्लाई करिवो गोटी 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 मल्टीप्लाई करिवो कला परे कोन आसीबो आंसर आसीबो 71836 तो ना नहीं केड़े बड़ जल्दी हो गला तमे ଟିକେ माइंडफुली करिवो हैना ହେଲା 7 टू द पावर 196 ଆଉ 13 टू द पावर 147 ଆଉ 11 टू द पावर 98 या ଭିତରୁ ସବୁଠାରୁ ବଡ କିଏ ଆମେ ଉଭୟ ବଡ ଆଉ ସାନ କୋଉଟା କାଢିଦବା ଠିକ ଅଛି। ତ ଏଭଳି ଯୋଉ ଯେତେବେଳେ କ୍ୱେଶ୍ଚିନ୍ ଦେଇଥିବ ନା
ତମେ ସେତେବେଳେ କଣ କରିବ? ତମେ ସେତେବେଳେ ଆଇଦର ଆଧାରକୁ ସମାନ କରିବ ନହେଲେ ଘାତକୁ ସମାନ। ତ ଦେଖ ଏଠି ମତେ ଦେଖା ଯାଉଛି କଣ ନା ଆମେ କରିପାରିବା ଘାତକୁ ସମାନ। କଣ ପାଇଁ ନା ଦେଖ 98 ହଉଛି 49 ଦୁଗୁଣେ 98 ନା ନାଇଁ। ଏଇଟା ସେମିତି 49 ତିରି କଣ 147 ଏଠି 49 ଚଉ 196। ତ 7 ଟୁ ଦି ପାୱାର 4 ର ହୋଲ ଟୁ ଦି ପାୱାର 49 ଆମେ ଲେଖିପାରିବା। 13 ଟୁ ଦି ପାୱାର 3 ର ହୋଲ ଟୁ ଦି ପାୱାର 49 ଆମେ ଲେଖିପାରିବା। ଏଟା 11 ଟୁ ଦି ପାୱାର 2 ର 49 ଆମେ ଲେଖିପାରିବା। ତ 11 ଟୁ ଦି ପାୱାର 2 କେତେ ଆମେ ଜାଣିଛେ 121 121 ର 49। ତାପରେ 13 ଟୁ ଦ ପାୱାର କେତେ ଲେଖା ହେଇଛି 13 ଟୁ ଦ ପାୱାର 3 ସେ ହଉଛି କେତେ 2197 ହେଲା। ଦେଖ ମୁଁ ତମକୁ ଦେଇଦେବି ପୁରା ସ୍କୋୟାର କେତିକି କ୍ୟୁବ କେତିକି ତମେ ସବୁ ପୁରା ମନେ ରଖିବ ହେଲା। କିଛି ନହେଲେ ନାହିଁ ତମେ 1 ରୁ 15 ପର୍ଯ୍ୟନ୍ତ ନିହାତି ମନେ ରଖିବା ଉଚିତ। ଠିକ ଅଛି। ଦେଖ ତ ୟାର ଟୁ ଦି ପାୱାର 49 7 ଟୁ ଦି ପାୱାର 4 ଆମେ ଏବେ କରିଥିଲେ 3 ହଉଛି 343 ତାପରେ 4 ଘାତ କରିଦେଲେ କେତେ ଆସିବ 2401 ହେଲା। ଠିକ ଅଛି। ତ ଦେଖ ତିନିଟା ଯାକର କଣ ହେଇଗଲା ନା ଘାତ ଆମର ସମାନ ହେଇଗଲା। ଘାତ ସମାନ ଅଛି ମାନେ ଆଧାର ଭିତରେ ଯୋଉଟା ବଡ ସେଇଟା ବଡ ଆଉ କଣ ହେଲା। ତ ୟା ଭିତରେ କୋଉଟା ବଡ ଇଏ ହଉଛି ବଡ ତାମାନେ ଇଏ ହଉଛି ତମର ବୃହତ୍ତମ ଇଏ ହଉଛି ସାନ ଇଏ ହଉଛି ତମର କ୍ଷୁଦ୍ରତମ। ତ ବଡ ଯୁଆଡେ ମୁହଁ ସିଆଡେ ହେଲା। କରିପାରିବ 1 ଠାରୁ 40 ମଧ୍ୟରେ ଥିବା ମୌଳିକ ସଂଖ୍ୟା ମାନଙ୍କର ଯୋଗଫଳ ହେଲା। ତ 1 ଠୁ 40 ମଧ୍ୟରେ ମତେ କୁହ 1 ରୁ 40 ମଧ୍ୟରେ କିଏ କିଏ ରହିଲା? ପ୍ରଥମେ ରହିଲା 2 ତାପରେ 3 ତାପରେ 5 ତାପରେ ଆଉ ବେଶୀ ନାହିଁ ଅଳ୍ପ ସଂଖ୍ୟା ଆରାମସେ ମିଶେଇ ଦେଇପାରିବ ହେଲା। 7 ତାପରେ କିଏ ଅଛି 11 13 13 ପରେ 17 17 ପରେ 19 ତାପରେ 23 ତାପରେ 29 ତାପରେ 31 ଆଉ 40 ଭିତରେ କିଛି ଅଛି 37 ତ ହେଲା 37 ଆଉ କିଛି ଅଛି କି ନା ଆଉ କିଛି ନାହିଁ 39 ତ 3 ରେ ପଳୁଛି। ଦେଖ ଏତିକି ସଂଖ୍ୟାକୁ ମିଶିବାର ଅଛି ହଁ ନା ନାଇଁ। ମିଶେଇଦବା ଗୋଟି ଗୋଟି କରି ହେଲା। ଦେଖ 2 3 5 5 5 10 10 17 17 ମିଶାଣ 11 28 28 3 31 31 ଇଏ ହେଇଗଲା 41 41 7 48 10 58 58 9 67 67 ଇଏ ହେଇଗଲା 77 77 3 80 80 20 100 ତ ଇଏ ହେଇଗଲା ତମର 100। 31 ମିଶାଣ 29 ଷାଠିଏ ଷାଠିଏ ଇଏ ହଉଛି 97 ତ 197 ହଉଛି ତାର ଆନ୍ସର। ପାଇଗଲେ ଆରାମସେ ପାଇଗଲେ ନା ନାଇଁ। ତ 16 ନମ୍ବର କୋଶ୍ଚିନ୍ କଣ ଦେଇଛି ନା ପ୍ରଥମ 50ଟି ଗଣନ ସଂଖ୍ୟା ହେଲା। ଗଣନ ସଂଖ୍ୟାର ପ୍ରଥମ 40ଟି ଗଣନ ସଂଖ୍ୟା ମଧ୍ୟରେ କଣ ନା ଲସାଗୁର କେତେ ଗୁଣ ହେଲା। ଏଇଟା ଏଇ ଯୋଉ 50ଟି ଗଣନ ସଂଖ୍ୟାର ଲସାଗୁଟା ଏଇ ଯୋଉ 40ଟି ସଂଖ୍ୟାର ଲସାଗୁଠୁ କେତେ ଗୁଣ ଅଧିକ ହେଲା କେତେ ଗୁଣ ତ ଆମେ ଲସାଗୁ ଆଗ କାଢିବା ହଁ ନା ନାଇଁ। ଏତିକି ସଂଖ୍ୟାର ଲସାଗୁ ଡିଭାଇଡେଡ ବାଏ ସେତିକି ସଂଖ୍ୟାର ଲସାଗୁ ଠିକ ଅଛି। ଆଚ୍ଛା ମତେ କୁହ 50ଟିରେ ଆମର କଣ ରହିଲା ପ୍ରଥମ ଯୋଉ 40 ଟା ରହିବ ହଁ ପ୍ରଥମ 40 ଟା ଯାହା ଏଇ 40 ଟା ସେଇଆ ନା ନାଇଁ। ତ ପ୍ରଥମେ ଯୋଉ 40 ଟା ରହିବ ସେ ସଂଖ୍ୟାର ଲସାଗୁ ଆଉ ତଳେ ଯୋଉ ରହିବ ସେ ସଂଖ୍ୟାର ଲସାଗୁ ଉଭୟ କଣ ହେଇଯିବେ କଟିଯିବେ କି ନାହିଁ ତମେ 1 ଠୁ ମନେକର 40 ଯାଏ ସଂଖ୍ୟାର ଲସାଗୁ ନେଲ ତାପରେ କଣ ଆସିବ ତାପରେ ଯୋଉତକ ରହିଲା ଆର ସଂଖ୍ୟାର ଲସାଗୁ କିଏ 41 42 ଏମତି 50 ହଁ ନା ନାଇଁ। ତ ତା ତଳେ କଣ ରହିଲା 1 ଠୁ 40 ଯାଏ ସଂଖ୍ୟାର ଲସାଗୁ ତ ଉଭୟ କଣ କଟିଯିବ କି ନାଇଁ କଟିଯିବ ଆମ ପାଖରେ ତା ମାନେ କଣ ରହିଲା ଖାଲି ଏଇତକର ଯଦି ଆମେ ଲସାଗୁ କାଢିଦେଲେ ତାହେଲେ ବାହାରି ଯାଇପାରିବ କାହାର କାହାର 41 42 43 44 45 ତାପରେ ସେପଟେ କଣ ରହିଲା 46 47 ଏପଟେ ଲେଖି ଦଉଛି 48 49 50 ଏତିକି ସଂଖ୍ୟାର ଆମର କଣ ବାହାର କରିବାର ଅଛି
ଲସାଗୁ କାଢିବା। ତ ଲସାଗୁ ତ ଛୁଆଙ୍କର ପାଠ ତମେ ଆରାମ ସେ କାଢି ଦେଇ ପାରିବ ହେଲା। ଫାଷ୍ଟ 2 ରେ ନବ 25 କରିବ, ତାପରେ ଇଏ ତ ଯାହା ଅଛି ସେଇଆ, ଇଏ ହେଲା 24, ଇଏ ବି ଯାହା ଅଛି ସେଇଆ, ତାପରେ ଇଏ 21 ଯାହା ଅଛି ସେଇଆ, 22 ଯାହା ଅଛି ସେଇଆ, 23 ଯାହା ଅଛି ସେଇଆ। ସେଇଭଳି ଭାବେ ଆଉ ଥରେ 2 ରେ ଯିବ, ଏ ଦୁଇଟି 2 ରେ ଯିବ ହଁ ନା ନାଇଁ, 2 ରେ ଆଉ ଥରେ ନେଇଯିବ। ତ ଏଇଭଳି ଭାବରେ ଲସାଗୁଟି କାଢିବା। ଲସାଗୁଟି ଆମର କେତେ ହବ? ଲସାଗୁ ଇଜ ଇକ୍ୱାଲ ଟୁ କେତେ ହବ? 580027 ହେଲା। ମାନେ ତମକୁ କେବଳ ଟ୍ରିକ୍ ବତଉଛି ହେଲା। ଆଉ ତମେ ନିଜେ ନିଜେ ସବୁ ଜିନିଷ ଟିକେ କରିବାକୁ ଚେଷ୍ଟା କର ହେଲା। ଏଇଗୁରା ଯଦି ତମକୁ ବତେଇ ଦିଆହବ କେମିତି ଲସାଗୁ କରିବ, ଏ ତ ବହୁତ ଛୋଟ ପାଠ ହେଇଗଲା ନା ହେଲା। ଏକ ଠାରୁ 100 ପର୍ଯ୍ୟନ୍ତ ଲେଖିଲା ବେଳେ କେତୋଟି ନ ଲେଖିବାକୁ ପଡେ? ତମେ ନିଜେ ଜାଣିଛ ପିଲାମାନେ, 1 ଠୁ 9 ପର୍ଯ୍ୟନ୍ତ ଆମର କେତୋଟି ନ ପଡେ? ଗୋଟେ ନ, ହଁ ନା ନାଇଁ? ସେମିତି ତାପରେ 10 ଠୁ ଆମର 19 ପର୍ଯ୍ୟନ୍ତ ସେମିତି ଆଉ ଗୋଟେ, ହଁ ନା ନାଇଁ? ସେମିତି 20 ଠୁ ଆଉ ଗୋଟେ, ଏଇଭଳି ଭାବରେ ଆମର କଣ ନା 79 ପର୍ଯ୍ୟନ୍ତ, 79 ପର୍ଯ୍ୟନ୍ତ 8ଟା, 89 ପର୍ଯ୍ୟନ୍ତ 9ଟା। ତ ଏଇଭଳି ଭାବରେ ହେଇ 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 କେତେଟା? 9ଟା। କୋଉ ଯାଏଁ ପଳେଇଲା? ଆମେ 89 ପର୍ଯ୍ୟନ୍ତ ପଳେଇଲେ, ହଁ ନା ନାଇଁ? ତ ତାପରେ କଣ ଆସୁଛି ଆମର? 90, 91, 92, 93, 94, 95, 96, 97, 98, 99, 100, ହଁ ନା ନାଇଁ? ତ 100ରେ ତ ନ ନାହିଁ, ୟାକୁ ଛାଡିଦବା। ଦେଖ ଏଇଠି କଣ କେତେଟା ନ? 1, 2, 3, 4, 5, 6, 7, 8, 9, 10, 11। ତ ୟା ସହିତ ଆଉ କେତେଟା ରହିଲା? 11ଟା। ଇକ୍ୱାଲ ଟୁ ତମର କେତେଟା ହେଲା? 20ଟି ନ ଲେଖିବାକୁ ପଡିବ। କୋଶ୍ଚିନ୍ କଣ ଦେଇଛି? ଆମର ଉପରେ ଯୋଉ ସଂଖ୍ୟା ତକ ଦେଇଛି, ଏଇ ସଂଖ୍ୟା ଟା ୟାଠୁ କେତେ ସାନ, ବା ଏଇ ତଳ ସଂଖ୍ୟା ଟା ଉପର ସଂଖ୍ୟାଠୁ କେତେ ବଡ? ତ ଆମେ ଗୋଟି ଗୋଟି ମିଶେଇକି ପୁଣି ଫେରିଲା ବେଳକୁ ବହୁତ ଡେରି ହେଇଯିବ। ତ ଆମେ କଣ କରିବା? ଗୋଟିକରୁ ଗୋଟିକ ଚେଷ୍ଟା କରିବା। ଏଇଥିରୁ ଏଇଟା ଫେରିବା। ଦେଖିବା 5 ରୁ 4 ଗଲେ 1, ତ ୟାକୁ ଆମେ ଆରାମସେ ମିଶେଇ ପାରିବା ନା ନାଇଁ? ବଢିଆ। ଆଉ 10 ରୁ 8 ଗଲେ 2, ତାପରେ 16 ରୁ 13 ଗଲେ 3, 57 ରୁ 7 ଗଲେ 4, ତାପରେ 58 ରୁ 5, ଦେନ୍ 119 ରୁ 6, 7, ନେକ୍ସଟ 8, ନେକ୍ସଟ 9। ତ ଇଏ ଦେଖ ଗୋଟେ କଣ ହେଇଗଲା? ଗଣନ ସଂଖ୍ୟା ମାନଙ୍କର ମିଶ୍ରଣ ଫଳ। ଆମେ ଜାଣିଛେ ଗଣନ ସଂଖ୍ୟାର ମିଶ୍ରଣ ଫଳର ସୂତ୍ର କଣ? n × n+1/2, ହଁ ନା ନାଇଁ? ଏ ଗଣନ ସଂଖ୍ୟା। ତ ୟାକୁ ପକେଇଦବା, 9ଟା ଅଛି ନାଇଁ? ନା ନା ନାଇଁ, 1 ରୁ 9 ଯାଏଁ ଅଛି। ତ 9 × 9 ମିଶାଣ 1 ହଉଛି 10 / 2, ତ 2ରେ କାଟିଲେ ହଉଛି 5, 9 5 45। ତ ଇଏ ହଉଛି କଣ ତମର ଉତ୍ତର ସଇଲା। ନେକ୍ସଟ ଏଠି କୋଶ୍ଚିନ୍ କଣ ଦେଇଛି? ଏ ଦେଇଛି ଇଏ, ବି ଦେଇଛି ଇଏ, ତ ଆମକୁ କାଢିବାକୁ କଣ ଦେଇଛି? ଆମକୁ a + b କେତେ? ତ a + b କେମିତି କାଢିବା? ବାସ୍ ଯେମିତି କରୁଥିଲେ ସେମିତି, √5/√3, √5 - √3। ଏଠି କଣ ରହିଲା? +√5 - √3/√5 + √3। ତ ଦେଖ ପିଲାମାନେ, ଏଠି a - b ଅଛି, ଏଠି a + b ଅଛି। ଏଲସିଏମ ନେଲେ କଣ ହବ? a² - b²। ତ a² ମାନେ √5 ର ସ୍କୋୟାର = 5, ତ √3 ର ସ୍କୋୟାର କେତେ ହେଲା? 3। ତ ଉପରେ ସେଇଭଳି ଦେଖ, a - b ଅଛି, a + b ଅଛି। ଆମର ଏଲସିଏମ ପାଇଗଲେ a² - b²। a² - b² କୁ a - b ରେ, a² - b² କୁ a - b ରେ ଯଦି ଆମେ ହରିବା କଣ ପାଇବା? a + b ପାଇବା। ତ a + b କୁ ନେଇକି ପୁଣି a + b ଉପରେ ଦେଇଛି, ତ a + b × a + b କେତେ ହବ? a + b ର ହୋଲ ସ୍କୋୟାର, ହଁ ନା ନାଇଁ? ତ ୟାର ହୋଲ ସ୍କୋୟାର। ସେଇଭଳି ଭାବେ ଆମେ a² - b² କୁ ଯଦି a + b ରେ ଡିଭାଇଡ କରିବା, ତାହେଲେ ଉତ୍ତର କଣ ଆସିବ? ନା a - b। ତ a - b କୁ ପୁଣି ଯଦି a - b କୁ ମଲ୍ଟିପ୍ଲାଏ କରିବା, ତାହେଲେ ସେ କଣ ହବ? ନା a - b ର ହୋଲ ସ୍କୋୟାର। ତ √5 - √3 ର ହୋଲ ସ୍କୋୟାର। ଠିକ ଅଛି। ତ ଦେଖ ଇଏ କଣ ନା a + b ର ହୋଲ ସ୍କୋୟାର ପ୍ଲସ a - b ର ହୋଲ ସ୍କୋୟାର। ତ ତାର ଫର୍ମୁଲା ଆମେ ଜାଣିଛେ କଣ? ନା 2 × a² + b²। ତ ଫର୍ମୁଲା ପକେଇଦବା। ତ 2 × a² ମାନେ √5 ର ସ୍କୋୟାର ହଉଛି 5, √3 ର ସ୍କୋୟାର ହଉଛି 3, ମିଶିଗଲା। ତ ଏଠି 5 ଫେଡାଣ 3 = 2, 2 2 କ୍ୟାନସେଲ ହେଇଗଲେ। 5 × 3 =
8 ହେଉଛି ତମର ଆନ୍ସର ହେଲା। ନେକ୍ସଟ କ୍ୱେଶ୍ଚନ ଏଇଟା ତମ ପାଇଁ ହୋମୱାର୍କ ଦିଆଯାଉଛି ତମେ ନିଜେ କରିକି ଆସିବ ହେଲା। ତ ୟାକୁ ମୁଁ ଟିକେ ବତେଇ ଦଉଛି ହଁ ଦେଖିବ କହିବ ଇଏ ବଡ ବଡ ଅଛି ବୋଲି ଚାପ ଦେଇ ଦେଇଛନ୍ତି ହୋମୱାର୍କ। ତ ଦେଖ ତ ଏଠି କଣ ଅଛି ନା ଏ ସ୍କୋୟାର ମାଇନସ ବି ସ୍କୋୟାର ଅଛି ତଳେ ସି ସ୍କୋୟାର ମାଇନସ ଡି ସ୍କୋୟାର ଦିଟା ଅଲଗା ଅଲଗା ଅଛି। ତ ତମକୁ କଣ କରିବାର ଅଛି ନା ୟାକୁ ଭାଙ୍ଗି ଦେବାର ଅଛି। ଆଉ ଗୋଟି ଗୋଟି ବାହାର କଲେ ସେମିତି ବହୁତ ଟାଇମ ପଳେଇଥିବ ହେଲା। ଗୋଟେ ଲିମିଟେଡ ଟାଇମ ଅଛି ମାନେ ସେ କଷ୍ଟ ଦେଇଥିବ କିନ୍ତୁ ଟ୍ରିକ୍ ଅନୁସାରେ ଆମେ ସହଜରେ କାଢି ଦେଇ ପାରିବା। ଦେଖ ଏଟାକୁ କଣ ନା ଏ ପ୍ଲସ ବି ଇଣ୍ଟୁ ଏ ମାଇନସ ବି ଆକାରରେ କରିବ। ସେମିତି ୟାକୁ ବି ଏ ପ୍ଲସ ବି ଇଣ୍ଟୁ ଏ ମାଇନସ ବି ୟାକୁ ବି ସେମିତି ଏ ପ୍ଲସ ବି ଇଣ୍ଟୁ ଏ ମାଇନସ ବି। ସେଇଭଳି ଭାବେ ବାହାର କଲା ପରେ ତମେ ଦେଖିବ ୟାକୁ କଣ କଟି ଯାଇକି କଣ ଶେଷରେ ଆନ୍ସର କେତେ ଆସିବ ଆନ୍ସର ଆସିବ 1। ସମସ୍ତଙ୍କର ବାହାରିବ କି ନାହିଁ ମତେ କଣ କମେଣ୍ଟ କରିକି ଦେଖ ଠିକ ଅଛି ହେଲା।